ନମସ୍କାର ବନ୍ଧୁଗଣ। ଆମେ ଶୁଣୁଛେ ଉପନ୍ୟାସ ଉପନାୟିକା ଲେଖିକା ପ୍ରତିଭା ରାୟ। ଦ୍ରାକ୍ଷା ହସିଲା, କହିଲା, କମଳ, ଜୀବନକୁ ଭୁଲିବାକୁ, ଜୀବନକୁ ବୁଝିବାକୁ ଆମ ଦେଶରେ କ'ଣ ବା ନାହିଁ? ଆମ ଦେଶର ନିରୋଳା ନଈକୂଳ, ବଣ ପାହାଡ଼, ମନ୍ଦିରର ଶଙ୍ଖ ଘଣ୍ଟା ଏବଂ ମନ୍ଦିର ବେଢ଼ାର ଚମ୍ପା କନିଅରର ସୁଗନ୍ଧରେ ମଣିଷ କ'ଣ ବା ଭୁଲି ନପାରେ? ସେଇଠି ଘଡ଼ିଏ ବସିଗଲେ ଶାନ୍ତି ବି ନ ମିଳେ? ସେଇ କଳା କଳା ଚକାଡୋଳା ଦୁଇଟାକୁ ଚାହିଁଦେଲେ ଜୀବନର ଅର୍ଥ କିଏ ବା ନ ବୁଝେ? ଯିଏ ଆମ ଦେଶର ସେଇ ଗଭୀର ପ୍ରଶାନ୍ତି ଭିତରେ ସୁଖ ପାଏ ନାହିଁ, ସେ ପୃଥିବୀର କେଉଁ କୋଣରେ ବି ସୁଖୀ ହୁଏ ନାହିଁ। ତମ ବନ୍ଧୁଙ୍କ ଭଳି ଆମ ଦେଶରେ ଅନେକ ଶିକ୍ଷିତ ବ୍ୟକ୍ତି ସୁଖ ଆଶାରେ ପାଗଳ ହୋଇ ଦେଶ ଛାଡ଼ୁଛନ୍ତି। ସେମାନେ ନିଜକୁ ଥରେ ଏକାନ୍ତରେ ପ୍ରଶ୍ନ କଲେ ବୁଝିପାରୁଥିବେ, ସେମାନେ ବାସ୍ତବରେ କି ସୁଖ ଲାଭ କରିଛନ୍ତି। ତମକୁ ବି ସେଇ ପାଗଳାମୀ ଗ୍ରାସ କଲାଣି ଦେଖୁଛି। କମଳେଶ ଗମ୍ଭୀର ମୁଖରେ ବସି ରହି ପ୍ରଶ୍ନ କଲେ, ତମ ପାଇଁ ମୋର ଚିନ୍ତାର ଅନ୍ତ ନାହିଁ ଭାଉଜ। ସୁଖେନ୍ଦୁଙ୍କୁ ଫେରାଇ ନେବାର ଏକମାତ୍ର ବ୍ୟକ୍ତି ତୁମେ। ମାଉସୀ ତାହା ହିଁ କହିଥିଲେ। ତମେ ଫେରିଗଲେ ତାକୁ ଫେରାଇ ନେବ କିଏ? ଦ୍ରାକ୍ଷା କହିଲେ, ସୁଖେନ୍ଦୁଙ୍କୁ ଇଭାଙ୍କଠାରୁ ଛଡ଼େଇ ନେଇ ମୁଁ ଆଉ ଥରେ ତାଙ୍କ ସହ ପତି ପତ୍ନୀର ସଂସାର କରିବାକୁ ଚାହେଁ ନାହିଁ। ତାଦ୍ୱାରା ଆମେ କେହି ସୁଖୀ ହେବୁ ନାହିଁ। ତା ଛଡ଼ା ଇଭା ସୁଖେନ୍ଦୁଙ୍କୁ ସୁଖୀ କରିଛନ୍ତି। ସେଇ ପୃଥିବୀର ମଣିଷ ନାରୀ। ନାରୀ ପୁରୁଷର ମିଳନରେ ଏ ସୃଷ୍ଟି ସୁନ୍ଦର। ଇଭା ବିଦେଶିନୀ ବୋଲି ତାଙ୍କ ଦେହରେ ଦୋଷ ଲାଗିଯାଇ ନାହିଁ। ସେ ଯଦି ସୁଖେନ୍ଦୁଙ୍କୁ ସୁଖ ଦେଇ ପାରିଛନ୍ତି, ସେ ସୁଖ ବନ୍ଧନକୁ ଛିନ୍ନ କରିଦେବା ମୋ ଦ୍ୱାରା ସମ୍ଭବ ହେବ ନାହିଁ। ତା ଛଡ଼ା ମୁଁ ଏଠାରେ କେମିତି ବା ରହିପାରେ? ବୋଉଙ୍କର ଅବସ୍ଥା ଆଖିରେ ଦେଖି ଆସିଛ। ତାଙ୍କର ବା ଆଉ କେତେ ଦିନ? ସୁଖେନ୍ଦୁଙ୍କର ହାତ ଧରି ମୁଁ ତାଙ୍କର ବୋହୂ ହୋଇଥିଲି। ଆଜି ସୁଖେନ୍ଦୁ ମୋତେ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି ମୁଁ ତାଙ୍କୁ ଅସହାୟ ଅବସ୍ଥାରେ ପ୍ରତ୍ୟାଖ୍ୟାନ କରିପାରିବି ନାହିଁ। କେବଳ ତାଙ୍କରି ପାଇଁ ମୋତେ ଖୁବ୍ ଶୀଘ୍ର ଫେରିଯିବାକୁ ହେବ। ସୁଖେନ୍ଦୁ ତାଙ୍କୁ ଯେଉଁ ସୁଖ ଦେଇଛନ୍ତି, ତାର କ୍ଷତିପୂରଣ ତାଙ୍କ ପାଖରେ ବିଭିନ୍ନ ଭାବରେ ଦେବା ପାଇଁ ମୁଁ ପ୍ରସ୍ତୁତ। କମଳେଶ କହିଲେ, ତାହା ହିଁ ହେବ ଭାଉଜ। ଯାହା ତୁମର ଇଚ୍ଛା, ମୁଁ ସେଥିରେ ବାଧା ଦେବି ନାହିଁ। ତଥାପି ମୋତେ ଶେଷଥର ପାଇଁ ସୁଖେନ୍ଦୁଙ୍କୁ କେତେଟା କଥା ପଚାରିବାକୁ ହେବ। ଏ ତ ପିଲା ଖେଳ ନୁହେଁ। ତମକୁ ସେ କ'ଣ ବୋଲି ଭାବିଛି କି? ସେଦିନ ସନ୍ଧ୍ୟାରେ ଇଭା କୌଣସି ବାନ୍ଧବୀ ସହ ବାହାରକୁ ଯିବା ଅବସରରେ କମଳେଶ ସୁଖେନ୍ଦୁଙ୍କୁ ପଚାରିଲେ, ସୁଖେନ, ତୁ ଯାହା କରିଛୁ ତାହା ଯେ କେତେ ନିନ୍ଦନୀୟ ତାହା ବୁଝିଛୁ? ଦ୍ରାକ୍ଷା ଭାଉଜଙ୍କ ପରି ପତ୍ନୀ ପାଇ ଯେଉଁ ପୁରୁଷ ଅନ୍ୟ ସ୍ତ୍ରୀ ପ୍ରତି ଆସକ୍ତ ହୋଇପାରେ, ତାକୁ କ'ଣ ବୋଲି କୁହାଯିବ ମୁଁ ଭାବିପାରୁନି। ଦ୍ରାକ୍ଷା ଗମ୍ଭୀର ମୁଖରେ ବସି ରହିଥିଲା। ଆସିବା ଦିନଠାରୁ ସେ ଥରଟିଏ ବି ସୁଖେନ୍ଦୁଙ୍କୁ କଥା କହିନଥିଲା। ସୁଖେନ୍ଦୁଙ୍କ ସହ ନିରୋଳାରେ ରହିବାର ସୁଯୋଗକୁ ସୁନ୍ଦର ଭାବେ ଏଡ଼ାଇ ଯାଉଥିଲା। ଇଭା ଏ କଥାର ଟେର ବି ପାଉନଥିଲି। ଭାରତୀୟ ନାରୀ ସ୍ୱଭାବତଃ ଲଜ୍ଜାଶୀଳତା ମନେକରି ସେ କଥାଟାକୁ ସହଜ ଭାବେ ଗ୍ରହଣ କରି ନେଇଥିଲେ। ଦ୍ରାକ୍ଷା ଜାଣିଥିଲା ତାର ସମସ୍ତ ଦମ୍ଭ ମୁହଁ ଟାଣ ସୁଖେନ୍ଦୁଙ୍କ ସହ ଗୋଟିଏ ମାତ୍ର ନିଃସଙ୍ଗ ମୁହୂର୍ତ୍ତରେ ପାଣି ଫୋଟକା ଭଳି ମିଳେଇଯିବ। ଯେଉଁ ପୁରୁଷ ନିକଟରେ ସେ ନିଜ କୁମାରୀତ୍ୱ, ଦେହ, ମନ ସବୁକିଛି ଧର୍ମକୁ ସାକ୍ଷୀ ରଖି ଉତ୍ସର୍ଗ କରିଦେଇଛି, ଯାହାଙ୍କୁ ନେଇ ତା ଜୀବନରେ ଅନେକ ସବୁଜ ସ୍ୱପ୍ନ ଏବେ ବି ବେଳେବେଳେ ବିଭୋର କରୁଛି, ସେ ଯେ ଅମଣିଷ ହେଲେ ବି ତାଙ୍କ ପାଖରେ ଏଡ଼େ ଆଣ୍ଟ କରି ରହିବ କେମିତି? ସେ ସୁଖେନ୍ଦୁଙ୍କର ମୁହଁ ନ ଦିଶିଲା ଭଳି ପତ୍ରିକାଟିଏ ଉଠେଇ ନେଇ ମୁହଁ ସାମ୍ନାରେ ଧରି ତାଙ୍କ ଉତ୍ତରକୁ କାନ ଡେରିଲା। ସୁଖେନ୍ଦୁ ଅନୁତପ୍ତ ଗଳାରେ କହିଲେ, ଗତସ୍ୟ ଶୋଚନା ନାସ୍ତି। ଇଭାଙ୍କ ସହ ଗୋଟିଏ ଲାବୋରେଟରୀରେ ପାର୍ଟନର ଭାବେ କାମ କରୁ କରୁ ସେ ମୋ ଲାଇଫ୍ ପାର୍ଟନର ହୋଇଗଲେ। ତାଙ୍କୁ ବା ଆଉ ଛାଡ଼ିବି କେମିତି? ମୁଁ ତ ସିଦ୍ଧାନ୍ତ କରିଛି ଏହିଠାରେ ହିଁ ଆଜୀବନ ବାସିନ୍ଦା ହୋଇଯିବା ପାଇଁ। ଅବଶ୍ୟ ଇଭାଙ୍କର ଏଥିରେ କୌଣସି
ବାଧ୍ୟବାଧକତା ନାହିଁ। ମୁଁ ଚାହିଁଲେ ବି ଇଣ୍ଡିଆ ଫେରିଯାଇପାରେ। କିନ୍ତୁ ତୁ ତ ଦେଖୁଛୁ ମୋର ଏଠିକାର ଷ୍ଟାଣ୍ଡାର୍ଡ଼ ଅଫ୍ ଲିଭିଂ। ଇଣ୍ଡିଆ ମୋତେ ଦେବ କ'ଣ? କମଳୀ ସୁଖେନ୍ଦୁଙ୍କର ଅତ୍ୟଧିକ ଆତ୍ମକେନ୍ଦ୍ରିକତାର ଅବାକ୍ ହୋଇଯିବା ସଙ୍ଗେ ସଙ୍ଗେ ବିରକ୍ତ ମଧ୍ୟ ହେଲେ। ସେ ଘୃଣା ବ୍ୟଞ୍ଜକ କର୍କଶ କଣ୍ଠରେ କହିଲେ, ତୋର ଭବିଷ୍ୟତ ଯୋଜନା ଶୁଣି ମୋର କିଛି ଲାଭ ନାହିଁ। ମୁଁ ଭାଉଜଙ୍କ କଥା ହିଁ ପଚାରୁଥିଲି। ତାଙ୍କର ଭବିଷ୍ୟତ ପାଇଁ ତୁ କ'ଣ ସ୍ଥିର କରିଛୁ? କମଳେଶଙ୍କର ମୁଖରେ ଘୃଣାର ମୁଦ୍ରାଙ୍କନ ଦେଖି ସୁଖେନ୍ଦୁ ଉତ୍କ୍ଷିପ୍ତ ହୋଇ ଉଠିଲେ ଏବଂ ତାଚ୍ଛଲ୍ୟଭରା କଣ୍ଠରେ କହିଲେ, ଦ୍ରାକ୍ଷା ସହ ତୁ ଏକତ୍ର ଶଯ୍ୟାରେ ରାତ୍ରି ଯାପନ କରିବା ପରେ ତାର ଭବିଷ୍ୟତ ବିଷୟରେ ମୋତେ ଚିନ୍ତା କରିବାକୁ କହୁଛୁ? ଆଶ୍ଚର୍ଯ୍ୟ! ଦ୍ରାକ୍ଷାର ବି କ'ଣ ଏଇ ମତ? ହଠାତ୍ ଯେମିତି ଏକ ଆକସ୍ମିକ ପ୍ରଳୟ ଘଟିଥିଲା ଦ୍ରାକ୍ଷାର ଆଖି ସାମ୍ନାରେ। ସେ ପତ୍ରିକାଟି ପକାଇ ଦେଇ ସକ୍ ମାରିବା ଭଳି ଉଠି ଛିଡ଼ା ହୋଇଗଲେ। ତାର ଚକ୍ଷୁ ତାରକା ଦୁଇଟି ଦପ୍ ଦପ୍ ଜଳି ଉଠିଲା। ତାର ସମସ୍ତ ଚେହେରା ଏକ ଉତ୍ତପ୍ତ ଲୌହଖଣ୍ଡ ଭଳି ଲାଲ ହୋଇଗଲା। ସେ ଘୃଣା ବ୍ୟଞ୍ଜକ କର୍କଶ କଣ୍ଠରେ କହିଲା, ୟୁ ଆର୍ ଅନଗ୍ରେଟଫୁଲ୍। କାହା ପାଇଁ ମୋତେ କମଳ ସହ ଏକତ୍ର ରାତ୍ରି ଯାପନ କରିବାକୁ ହୋଇଛି? କାହା ପାଇଁ ମୋତେ ଏମିତି ମିଛ ଅଭିନୟ କରିବାକୁ ପଡ଼ିଛି? ତା ବୋଲି ମୁଁ କ'ଣ? ଛି, ତମେ ତମେ କାଓୱାର୍ଡ। ନିଜ ମନର ମାପକାଠିରେ ସମସ୍ତଙ୍କୁ ତଉଲିବାକୁ ବସିବ। ଦ୍ରାକ୍ଷା ଅଧିକ କିଛି କହିପାରିଲା ନାହିଁ। ଅତ୍ୟଧିକ ଭାବବେଗରେ ତାର ବାକ୍ରୁଦ୍ଧ ହେଲା। ସେ କେବଳ ନିଜର ଜ୍ୱଳନ୍ତ ଆଖି ଦୁଇଟିକୁ ସୁଖେନ୍ଦୁଙ୍କ ଦୁଇ ଡୋଳାରେ ନିବଦ୍ଧ କରି ଠିଆ ହୋଇ ରହିଲା। କମଳେଶ ସେଦିନର କ୍ଷଣିକ ଦୁର୍ବଳତା କଥା ମନେକରି ମଳିନ ପଡ଼ିଗଲେ। ତାଙ୍କର ସେଇ କୁଣ୍ଠିତ ଲଜ୍ଜିତ ଅପରାଧ ଭାବର ସୁଯୋଗ ନେବାକୁ ସୁଖେନ୍ଦୁ ଛାଡ଼ିଲେ ନାହିଁ। ସେ କହିଲେ, ଅପ୍ରିୟ ସତ୍ୟ କଥାରେ ସମସ୍ତେ ଏମିତି ତାତି ଉଠନ୍ତି ନା କମଳ? କମଳ ବ୍ୟଥାଭରା ଗଳାରେ କହିଲେ, ସୁଖେନ, ତୋର ଏ କି ଅଧୋଗତି ହେଲା? ଭାଉଜଙ୍କୁ ତ କ'ଣ ଏତେ ଦିନର ଘନିଷ୍ଠତା ଭିତରେ ବୁଝିପାରିନାହୁଁ? ସେ ତ ସାଧାରଣ ଝିଅ ନୁହନ୍ତି। ତାଙ୍କ ଭଳି ଦୃଢ଼ମନା ଝିଅ ମୁଁ ତ କାହିଁ କୋଉଠି ଦେଖିନାହିଁ। ସୁଖେନ୍ଦୁ ନାଟକର ଖଳନାୟକ ଭଙ୍ଗୀରେ ହସି ଉଠି କହିଲେ, ଚମତ୍କାର ଡାଏଲଗ୍। ହେଲେ ବନ୍ଧୁ, ତୁ କ'ଣ ବିଶ୍ୱାମିତ୍ରଙ୍କ ଠାରୁ ବି ଅଧିକ ସଂଯମୀ? ଦ୍ରାକ୍ଷା ଯେ ମେନକା ଠାରୁ ଢେର ସୁନ୍ଦରୀ। କମଳେଶଙ୍କର ଦୁର୍ବଳତା ଉପରେ ଆଘାତ କଲେ ସୁଖେନ୍ଦୁ। କମଳେଶ ଅପରାଧୀ ଗଳାରେ କହିଲେ, ମୁଁ ତ ନରାଧମ, ପଶୁଠାରୁ ହୀନ। ହେଲେ ଭାଉଜ ଯେ ମାନବୀ ନୁହନ୍ତି, ଦେବୀ। ମୁଁ ତାଙ୍କ ସହ ଗୋଟିଏ ରାତି ଏକତ୍ର ବିତାଇ ତାଙ୍କୁ ଯାହା ବୁଝିଛି, ତୁ ତାଙ୍କ ସହ ଅନେକ ରାତ୍ରି ଯାପନରେ ତାର ବିନ୍ଦୁ ବିସର୍ଗ ବୁଝିନାହୁଁ। ତାଙ୍କୁ ବୁଝିବା ପାଇଁ ତୋର ସମଗ୍ର ଜୀବନ ମଧ୍ୟ ଯଥେଷ୍ଟ ହେବ ନାହିଁ। ତୁ ଏକ ପାଷାଣ୍ଡ, ଅମଣିଷ। ଦ୍ରାକ୍ଷାର ଜ୍ୱଳନ୍ତ ଆଖି ଦୁଇଟା ଏଥିଭିତରେ କରୁଣ ଅସହାୟତାରେ ଛଳ ଛଳ ହୋଇ ଉଠିଥିଲା। ତାହା ଲକ୍ଷ୍ୟ କରି ସୁଖେନ୍ଦୁ ନରମ ହୋଇ ଉଠିଲେ। କୋମଳ କଣ୍ଠରେ ସେ କହିଲେ, ପରସ୍ପର ସହ ଯୁକ୍ତିତର୍କ କରି ବିଦ୍ୱେଷ ବଢ଼ାଇବା ମୋର ଇଚ୍ଛା ନୁହଁ। ନାଓ ୟୁ ସୁଡ୍ ବି ଭେରି ପ୍ରାକ୍ଟିକାଲ କମଲ। ମୁଁ ଆଉ ଇଭାଙ୍କୁ ଛାଡ଼ି ପାରିବି ନାହିଁ। ଦ୍ରାକ୍ଷା ପାଇଁ ମୋର ମଧ୍ୟ ଚିନ୍ତାର ଅନ୍ତ ନାହିଁ। ମୁଁ ଜାଣେ ମୁଁ ଭୁଲ କରିଛି। ମୁଁ ଅତି ମାନବ ନୁହେଁ। ମୁଁ ମଣିଷ, ପୁରୁଷ। ମୋର ଭୁଲ ପାଇଁ ସେ କାହିଁକି ଜୀବନ ସାରା ଦୁଃଖ ପାଇବ? ତୋର ତ ଦ୍ରାକ୍ଷାଙ୍କୁ ବିବାହ କରିବାର କଥା ଥିଲା। ତୁ ଏତେଟା ସଂକୀର୍ଣ୍ଣ ମନା ନୋହୁ। ସେଦିନେ ମୋର ପତ୍ନୀ ଥିଲା ବୋଲି ଆଜି ତୁ ତାଙ୍କୁ ଗ୍ରହଣ କରି ସୁଖର ସଂସାର ଗଢ଼ିବାରେ କିଛି ଆପତ୍ତି ଅଛି କି? ଦ୍ରାକ୍ଷା ତୋତେ ନିଶ୍ଚୟ ସୁଖୀ କରିବ। ତୁ ତାର ପତ୍ନୀପଣିଆର ନମୁନା ତ ଦେଖିଛୁ। ଗୋଟିଏ କ୍ଷଣିକ ଉତ୍ତେଜନାରେ ଇଭାଙ୍କ ସହ ଘନିଷ୍ଠ ହୋଇ ପଡ଼ିନଥିଲେ ମୁଁ ଦ୍ରାକ୍ଷାଙ୍କୁ ତ୍ୟାଗ କରିବା କଥା ଜୀବନରେ ବି ଚିନ୍ତା କରିପାରି ନଥାନ୍ତି। ଏବେ ମଧ୍ୟ ଦ୍ରାକ୍ଷା ପାଇଁ ମୋ ମନ ତଳେ ଅଜସ୍ର ପ୍ରେମ, ଅସରନ୍ତି ମମତା। ତା ଭଳି ପତ୍ନୀ ଖୁବ୍ କମ୍ ଲୋକଙ୍କ ଭାଗ୍ୟରେ ଥାଏ। ମାତ୍ର ମୁଁ ନାଚାର। ଇଭାଙ୍କ ପ୍ରେମରେ ମୁଁ ସମ୍ପୂର୍ଣ୍ଣ ବୁଡ଼ି ଯାଇଛି। ତୁ ଦ୍ରାକ୍ଷାକୁ ଗ୍ରହଣ କରିନେଲେ ମୋ ଚିନ୍ତାର ଅବସାନ ହେବ। ଦ୍ରାକ୍ଷାର ମୁହଁଟା ଅପମାନରେ କଳା ପଡ଼ିଗଲା। ତା ଆଖିର ଲୁହଧାରରେ ତା ହୃଦୟର ଅଗ୍ନି ନିର୍ବାପିତ ହେଲା। ତା ନାରୀତ୍ୱର ଲାଞ୍ଛନାର ଶେଷ କେଉଁଠି ସେ ସ୍ଥିର କରି ପାରୁନଥିଲା।
କରୁଣ ଅନୁନୟ ଭଙ୍ଗୀରେ ହାତ ଯୋଡ଼ି କୋହ ଉଚ୍ଛଳ କଣ୍ଠରେ ସେ କହିଲା, ମୋ ପାଇଁ କାହାରି ଚିନ୍ତା କରିବାର ଦରକାର ନାହିଁ। ତମେ ଭାବୁଛ ମୁଁ କେବେ ତମ ସୁଖ ପଥରେ କଣ୍ଟକ ହୋଇ ଠିଆ ହେବି? ସେଥିପାଇଁ ମୋତେ କମଳକୁ ଦାନ କରି ତମେ ନିଶ୍ଚିନ୍ତ ହୋଇଯିବାକୁ ବସିଛ। ବିଶ୍ୱାସ କର, ତମ ସହ ଇଭାଙ୍କୁ ଦେଖିବା ପରେ ତମ ସୁଖର ସଂସାରରେ ଅଶାନ୍ତିର ଗୋଟିଏ କ୍ଷୁଦ୍ର ଢେଉ ଉଠେଇବାକୁ ବି ମୁଁ ଚିନ୍ତା କରିପାରୁନାହିଁ। ଭବିଷ୍ୟତରେ ବି କରିବି ନାହିଁ। ଦୟାକରି ତମେ ମୋର ଅପମାନ କର ନାହିଁ। ସ୍ୱାମୀର ଅବହେଳା ନିଷ୍ଠୁରତା ପ୍ରତ୍ୟାଖ୍ୟାନ ସ୍ତ୍ରୀ ପକ୍ଷରେ ଦୁଃସହ, କିନ୍ତୁ ସ୍ୱାମୀ ମୁଖରେ ସ୍ତ୍ରୀର ନାରୀତ୍ୱର ଲାଞ୍ଛନା ଅପମାନ ଏକବାର ଅସହ୍ୟ। ଦୟାକରି ସେତିକି କର ନାହିଁ। ଦ୍ରାକ୍ଷା ଝରଝର କାନ୍ଦି ପକାଇଲା। ସୁଖେନ୍ଦୁ ଚୁପ୍ ହେଇଗଲେ। କମଳେଶ ପତି ପତ୍ନୀର ଏହି ଭାବପ୍ରବଣ ମୁହୂର୍ତ୍ତଟିକୁ ନିର୍ଜନତାରେ ଭରିଦେଇ କକ୍ଷରୁ ନିଷ୍ପ୍ରାନ୍ତ ହୋଇଯାଉଥିଲେ। ଦ୍ରାକ୍ଷା ପୁଣି ଥରେ ସୋଫା ଉପରେ ବସିପଡ଼ି ମୁହଁ ଘୋଡ଼ାଇ କାନ୍ଦିବାକୁ ଲାଗିଲେ। ସୁଖେନ୍ଦୁ ସନ୍ତର୍ପଣରେ ଦ୍ରାକ୍ଷା ପାଖକୁ ଆସି ଠିଆ ହେଲେ। ଦ୍ରାକ୍ଷାର ମୁଣ୍ଡଟିକୁ ସ୍ନେହରେ ଜଡ଼ାଇ ଧରି କହିଲେ, ଦ୍ରାକ୍ଷା, ମୁଁ ଆଉ ମଣିଷ ହୋଇନାହିଁ, ମୁଁ ପାଷାଣ୍ଡ ପାଲଟି ଯାଇଛି। ମଣିଷର ମନ ଥରେ ନିମ୍ନଗାମୀ ହେଲେ ତାର ନିମ୍ନଗତିରେ ଆଉ ଶେଷ ନାହିଁ। ଆଜି ମୋର ଅନୁତାପର ସୀମା ନାହିଁ। ତମେ ମୋର ସହଧର୍ମିଣୀ ଭାବରେ ଦିନଟିଏ ମଧ୍ୟ ଉପଯାଚିକା ହୋଇ ମୋଠାରେ ନିଜକୁ ଅର୍ପଣ କରିନଥିଲ। କିନ୍ତୁ ଇଭା ମୋର ସହକର୍ମିଣୀ ହୋଇ ମୋର ବିନା ଆମନ୍ତ୍ରଣରେ ମୋ ପାଖରେ ଏମିତି ନିଜକୁ ନିଃଶେଷ କରି ଅର୍ପଣ କରିଦେଲା ଯେ ମୁଁ ମୋର ଅତୀତ ଭବିଷ୍ୟତ ବିସ୍ମୃତ ହୋଇଗଲି। ସେହି ଦୁର୍ବଳତାର ସୁଯୋଗରେ ଇଭା ଅନ୍ତଃସ୍ୱାତ୍ତ ସତ୍ତ୍ୱା ହୋଇଯିବା ସଙ୍ଗେ ଆମର କୋର୍ଟ ମ୍ୟାରେଜ ହୋଇଗଲା। ଇଭା ପତ୍ନୀ ଭାବରେ ମୋତେ ସୁଖୀ କଲେ ମଧ୍ୟ ତମରି ଚିନ୍ତାରେ ଅନେକ ସମୟରେ ମୋର ସୁଖଭଙ୍ଗ ହୋଇଛି। ଆଜି ମୁଁ ସମ୍ପୂର୍ଣ୍ଣ ଉପାୟହୀନ। ସୁଖେନ୍ଦୁଙ୍କ ଆଖିର ଗରମ ଲୁହ ଠପ୍ ଠପ୍ ହୋଇ ଝରି ପଡ଼ିଲା ଦ୍ରାକ୍ଷାର କପାଳରେ। ଦ୍ରାକ୍ଷା ସୁଖେନ୍ଦୁଙ୍କ ବୁକୁରେ ମଥା ରଖି ଚିରଦିନ ପାଇଁ ଆଖି ବୁଜିଦେଇ ନିଶ୍ଚିନ୍ତ ହୋଇଯିବେ ବୋଲି ଭାବୁଥିଲେ ମଧ୍ୟ ତାଙ୍କୁ ଅଧିକ ଦୁର୍ବଳ କରିବାକୁ ଚାହିଁଲା ନାହିଁ। ସେ ନିଜକୁ ପ୍ରକୃତିସ୍ଥ କରିନେଇ ସୁଖେନ୍ଦୁଙ୍କ ଠାରୁ ଅଲଗା ହୋଇଗଲା। ନିର୍ବିକାର ଭଙ୍ଗୀରେ କହିଲା, ଇଭା, ତମକୁ ସୁଖୀ କରିଛନ୍ତି ଜାଣି ମୁଁ ନିଶ୍ଚିନ୍ତ ହୋଇଯାଇଛି। ମୋ ପାଇଁ ଦୁଃଖ କରି ଇଭାଙ୍କୁ ଦୁଃଖୀ କରିଦେବା ଅନ୍ୟାୟ। ଭୁଲ ପରେ ଭୁଲ କଲେ କେହି କ୍ଷମା ଦେବେ ନାହିଁ। ମୁଁ ନିଜର ବ୍ୟବସ୍ଥା କରିନେବି। କିନ୍ତୁ ମାଙ୍କର କ'ଣ ହେବ? ଥରଟିଏ ତମକୁ ଦେଖିବା ପାଇଁ ତାଙ୍କ ଆଖିରେ ନିଦ ନାହିଁ। ତମେ ଅନ୍ତତଃ ଥରଟିଏ ପାଇଁ ଯିବ ନାହିଁ? ସୁଖେନ୍ଦୁ କହିଲେ, ମା ପାଖରେ ମୁହଁ ଦେଖେଇବାର ସାହସ ମୋର ନାହିଁ। ମୁଁ ତା ସାମ୍ନାରେ କେମିତି ଯାଇ ଠିଆ ହେବି କୁହ ତ? ଦ୍ରାକ୍ଷା ଅଭୟ ଦେବା ଭଙ୍ଗୀରେ କହିଲେ, ମା ଇଭାଙ୍କ କଥା ଆଦୌ ଜାଣିବେ ନାହିଁ। ତମର ପାଠ ଶେଷ ହୋଇନାହିଁ ଓ ତମକୁ ଅନେକ ଦିନ ଧରି ଏଠାରେ ରହିବାକୁ ପଡ଼ିବ ବୋଲି ମୁଁ ତାଙ୍କୁ ବୁଝେଇ ଦେବି। ଶେଷ ପର୍ଯ୍ୟନ୍ତ ତାଙ୍କୁ ସୁଖ ଦେବା ପାଇଁ ମୁଁ କଥା ଦେଉଛି। ତମେ ଦିନେକ ପାଇଁ ଯାଇ ତାଙ୍କୁ ଦେଖା କରି ଆସ। ସେତିକି କରି ନ ପାରିଲେ ମୋ ଜୀବନରେ ଗୋଟିଏ ବଡ଼ ଅଫସୋସ ରହିଯିବ। ମା ତମର ବାଟ ଚାହିଁ ବସିଥିବେ। ତାଙ୍କର ସ୍ୱାସ୍ଥ୍ୟର ଅବସ୍ଥା ଯାହା, ତାଙ୍କ ଉପରେ ମୋର ଆଶା ଭରସା ନାହିଁ। ସୁଖେନ୍ଦୁ ଅସହାୟ କଣ୍ଠରେ କହିଲେ, ମାକୁ ଦେଖିବା ପାଇଁ ମୁଁ ମଧ୍ୟ ଛଟପଟ ହେଉଛି। ଅନେକ ଥର ଚେଷ୍ଟା କରିଛି ଥରଟିଏ ଯିବା ପାଇଁ। ଇଭା ମୋତେ ଛାଡ଼ି ଦେଇ ନାହାନ୍ତି। ମୋ ସଙ୍ଗେ ଯିବା ପାଇଁ ଜିଦ୍ କରିଛନ୍ତି। ଏବେ ତ ସେ ଅନ୍ତଃସତ୍ତ୍ୱା। ତାଙ୍କୁ ଛାଡ଼ିଯିବା ଠିକ୍ ହେବ ନାହିଁ। ପିଲାଟା ହେବା ପରେ ମୁଁ ଥରେ ନିଶ୍ଚୟ ଯିବି। ଛୋଟ ଛୁଆ ଧରି ଯିବା ସମ୍ଭବ ନୁହେଁ ବୋଲି ତାଙ୍କୁ ଛାଡ଼ିଯିବାର ସୁଯୋଗ ମିଳିଯିବ। ଦ୍ରାକ୍ଷା ଶାନ୍ତିର ଦୀର୍ଘଶ୍ୱାସ ଛାଡ଼ି କହିଲା, ସେତିକି ଭରସା ନେଇ ମୁଁ ଫେରି ଯାଉଛି। ତମେ ଯେପରି ମୋତେ ମାଙ୍କ ପାଖରେ ମିଥ୍ୟାବାଦିନୀ କରିଦେବ ନାହିଁ। ମାଙ୍କ ସ୍ୱାସ୍ଥ୍ୟ ପାଇଁ ମୁଁ ଅତ୍ୟନ୍ତ ଉଦ୍ବିଗ୍ନ। ମୋତେ ଖୁବ୍ ଶୀଘ୍ର ଫେରିଯିବାକୁ ହେବ। ସୁଖେନ୍ଦୁଙ୍କର ଆଖି ଦୁଇଟା ଆଉ ଥରେ ଲୁହରେ ଭର୍ତ୍ତି ହୋଇଗଲା। ସେ ଗଦ୍ ଗଦ୍ କଣ୍ଠରେ କହିଲେ, ମା ପାଇଁ ମୋର ଏବେ ଆଉ ଚିନ୍ତା କରିବାର କିଛି ନାହିଁ। ମନେକର ମୁଁ ମରିଯାଇଛି, ତମେ ତାର ବୋହୂ, ପୁଅ, ସବୁ କିଛି। ଈଶ୍ୱର ତୁମକୁ ସୁଖୀ କରନ୍ତୁ। ଦ୍ରାକ୍ଷା ସୁଖେନ୍ଦୁଙ୍କ ପାଟିରେ ହାତ ଦେଇ ଶାସନ କରିବା ଭଙ୍ଗୀରେ କହିଲେ, ଏପରି ଅମଙ୍ଗଳ କଥା କହିବ ନାହିଁ। ତାଦ୍ୱାରା ମା ସୁଖୀ ହେବେ ନାହିଁ, ମୁଁ ସୁଖୀ ହେବି ନାହିଁ।
ତମେ ନର୍କରେ ଥିଲେ ବି ମାଙ୍କର ସେଇ ପୁଅ, ସେଥିରେ ବି ଟିକେ ଅଦଳ ବଦଳ ହେବ ନାହିଁ। ସୁଖେନ୍ଦୁ ଭାବୁଥିଲେ ନାରୀର ମନ ଅଦ୍ଭୁତ ପଦାର୍ଥରେ ଗଢ଼ା। ସ୍ୱାମୀର ସମସ୍ତ ଅକୃତଜ୍ଞ ସତ୍ତ୍ୱେ ତା ଜୀବନ ପ୍ରତି ସ୍ତ୍ରୀର ଅସୀମ ଲୋଭ, ଅସରନ୍ତି ମମତା, ଏକଥା କେବଳ ଦ୍ରାକ୍ଷା ଭଳି ଭାରତୀୟ ନାରୀ ପକ୍ଷେ ସମ୍ଭବ ସିନା। ସୁଖେନ୍ଦୁ ଓ ଦ୍ରାକ୍ଷା ଭିତରେ ଗୋଟିଏ ରକମର ବୁଝାମଣା ହୋଇଯିବା ସତ୍ତ୍ୱେ କମଳେଶ ଆକ୍ରୋଶରେ ଜଳୁଥିଲେ। ସୁଖେନ୍ଦୁର ଅକୃତଜ୍ଞତାକୁ ସେ କ୍ଷମା ଦେଇ ପାରୁନଥିଲେ। କଥା କଥାକେ ସେ ସୁଖେନ୍ଦୁଙ୍କୁ ଆଘାତ ଦେଉଥିଲେ। ସେଦିନ ସନ୍ଧ୍ୟା ଆସରରେ ଦ୍ରାକ୍ଷା ବେଶ୍ ପ୍ରଫୁଲ୍ଲ ମନେ ହେଉଥିଲେ। ଆଶା ହିଁ ଦୁଃଖର କାରଣ। ସୁଖେନ୍ଦୁଙ୍କୁ ନେଇ ତାର ଆଶା ଓ କାମନାର ବିନାଶ ହୋଇଛି। ସେ ଆଉ ଦୁଃଖ କରିବ କାହିଁକି? ଦ୍ରାକ୍ଷାକୁ ମୁଗ୍ଧ ଆଖିରେ ଚାହିଁ ରହି ଇଭା କହିଲେ, ମିଷ୍ଟର କମଲେଶ, ତମର ବନ୍ଧୁ ଗୋଟିଏ ବିରାଟ ଭୁଲ କରି ପକାଇଛନ୍ତି। ଏବେ ସେ ହୁଏତ ଅନୁତାପ କରୁଥିବେ। ଦ୍ରାକ୍ଷାଙ୍କୁ ଦେଖିବା ପରଠାରୁ ତାଙ୍କର ଭୁଲ ସେ ବୁଝିପାରିଛନ୍ତି। ସେହି ଦିନଠାରୁ ସେ ବିମର୍ଷ ଗମ୍ଭୀର। ତାଙ୍କର ପୂର୍ବର ଚପଳତା ଉଭେଇ ଯାଇଛି। କ'ଣ କହୁଛ ସୁଖେନ୍ଦୁ? ମୁଁ ମିଛ କହୁଛି? ତମେ ଏ କ'ଣ କହୁଛ ଇଭ୍? ସେମିତି କିଛି ଲକ୍ଷ୍ୟ କରୁଛ ମୋଠାରେ? ସୁଖେନ୍ଦୁ ଅପ୍ରତିଭ ହୋଇ ଉଠି କହିଲେ। ତାଙ୍କ ଆଖିରେ ସନ୍ଦେହର କଳା ମେଘ। କଠୋର ଦୃଷ୍ଟିରେ ସେ କମଳେଶକୁ ଚାହିଁଲେ। ଦ୍ରାକ୍ଷାଙ୍କୁ ମଧ୍ୟ ଥରେ ଆଡ଼ନୟନରେ ଚାହିଁଦେଲେ। କମଳେଶ କୁଟିଳ ହାସ୍ୟ ଫୁଟାଇ କହିଲେ, ସୁଖେନ ବିଷୟରେ ବିଶ୍ୱସ୍ତ ସୂତ୍ରରୁ କିଛି ଖବର ପାଇଲେ ନା କ'ଣ? ଇଭା ଦୁଷ୍ଟ ହସ ହସି କହିଲେ, ଆମର ବିବାହଟା ଖୁବ୍ ତରବରରେ ହୋଇଗଲା। ସବୁ କଥା ସେ ବୋଧହୁଏ କହି ନାହାନ୍ତି। ପ୍ରଥମେ ମୁଁ ତାଙ୍କ ପ୍ରତି ଆକୃଷ୍ଟ ହୋଇ ପଡ଼ିଲି। ତାଙ୍କର ବୁଦ୍ଧିମତା ବିଚକ୍ଷଣ ଜ୍ଞାନରେ ପ୍ରଭାବିତ ହୋଇ ମୁଁ ଆକୃଷ୍ଟ ହୋଇ ପଡ଼ିବା ମାତ୍ରେ ନିଜକୁ ତାଙ୍କ ପାଖରେ ପ୍ରକାଶ କରିଦେବାରେ ବିଳମ୍ବ କରିନାହିଁ। ସେ କିନ୍ତୁ ରୀତିମତ ମୋ ପ୍ରତି ମୋହାବିଷ୍ଟ ହୋଇ ପଡ଼ିଲେ। ଖୁବ୍ ଶୀଘ୍ର ଆମେ ସାଧାରଣ ବନ୍ଧୁତ୍ୱର ସୀମାରେଖା ଡେଇଁଗଲୁ। ହଠାତ୍ ମୋର ଦିନେ ମନେ ହେଲା, ସୁଖେନ୍ଦୁଙ୍କ ଘର ତରଫରୁ କିଛି ଆପତ୍ତି ଉଠିବ ନାହିଁ ତ? ଇଣ୍ଡିଆନ୍ ସେଣ୍ଟିମେଣ୍ଟ ମୁଁ ଜାଣେ। ହୁଏତ ଭାରତୀୟ ସ୍ତ୍ରୀଟିଏ ଭଳି ମୁଁ ଏତେଟା ତ୍ୟାଗ ଏକାଗ୍ରତା ଦେଖାଇ ନପାରେ। ସୁଖେନ୍ଦୁଙ୍କ ସ୍ୱାମିତ୍ୱର ଅନ୍ଧ ଅହଙ୍କାରକୁ ମୁଁ ହୁଏତ ସମୟ ସମୟରେ ବରଦାସ୍ତ ନ କରିପାରେ। ସୁଖେନ୍ଦୁ ପରି ଅନୁତାପ କରିବେ ନାହିଁ ତ? ମନ ପରିବର୍ତ୍ତନ କରି